ହ୍ୟାଲୋ ଏଭ୍ରିୱାନ୍। ଆଜିର ଏହି ସେସନ୍ରେ ଆମେ ଆଲୋଚନା କରିବା ପିଲାମାନେ ଓଡ଼ିଆ ଗ୍ରାମାରର ପ୍ରତିଶବ୍ଦ, ରୂଢ଼ି, ଶୁଦ୍ଧ ଶବ୍ଦ, ବିପରୀତ ଶବ୍ଦ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ଏଗୁଡ଼ିକ ଏଥିରେ ଆମେ ଆଲୋଚନା କରିବା। ଆଗାମୀ OSSTT ଓଡ଼ିଶାରେ ଯେକୌଣସି କମ୍ପିଟେଟିଭ୍ ଆପଣମାନେ ପ୍ରିପାରେସନ୍ କରୁଥିବେ ତ ନିହାତି ଭାବରେ ଓଡ଼ିଆ ଗ୍ରାମାରର ପ୍ରତିଶବ୍ଦ, ରୂଢ଼ି, ଶୁଦ୍ଧ ଶବ୍ଦ, ବିପରୀତ ଶବ୍ଦ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ଏଗୁଡ଼ିକ ନିହାତି ଆପଣମାନେ ଏକ୍ଜାମ୍ରେ ଦେଖିବାକୁ ପାଇପାରିବେ। ତ ସେଥିପାଇଁ ଆପଣମାନେ କ୍ଲାସ୍କୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଯଦି ପ୍ରଥମ କରି ଚ୍ୟାନେଲରେ ଆସୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ, ଯାହାଦ୍ୱାରା କି ଏମିତିକା ନୂଆ ନୂଆ କ୍ଲାସ୍ର ପ୍ରଥମେ ଦେଖିବାକୁ ପାଇପାରିବେ। ତ ଆପଣଙ୍କର OSSTT ତ ଆଉ ମାତ୍ର 2 ଦିନ ରହିଲା ପରୀକ୍ଷା। ତ ଆପଣମାନେ ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଚାଲନ୍ତୁ ପିଲାମାନେ ଷ୍ଟାର୍ଟ କରିବା କ୍ଲାସ୍। ତ ଦେଖନ୍ତୁ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି, ସୂର୍ଯ୍ୟର ପ୍ରତିଶବ୍ଦ କ'ଣ? ସୂର୍ଯ୍ୟର ପ୍ରତିଶବ୍ଦ କ'ଣ? ଅପସନ୍ରେ ଦେଇଛି ଶଶୀ, ବିରେ ଦେଇଛି ରବି, ସିରେ ଦେଇଛି ତାରା, ଡିରେ ଦେଇଛି ଗ୍ରହ। ତ ସୂର୍ଯ୍ୟର ପ୍ରତିଶବ୍ଦ କ'ଣ ହେବ? ଏ ରାଇଟ୍ ଆନ୍ସର୍ କେଉଁଟା ହେବ ପିଲାମାନେ? ଏ ରାଇଟ୍ ଆନ୍ସର୍ ଯିବ ଆପଣଙ୍କର ଅପସନ୍ ନମ୍ବର ବି, ରବି। ପିଲାମାନେ ମନେ ରଖିବେ, ସୂର୍ଯ୍ୟର ପ୍ରତିଶବ୍ଦ ହେଇଗଲା ରବି। ତ ସୂର୍ଯ୍ୟର ପ୍ରତିଶବ୍ଦ କ'ଣ କ'ଣ ଅଛି ମନେ ରଖିବେ? ରବି ହେଇଗଲା ପିଲାମାନେ ତପନ, ଦିବାକର, ଆଦିତ୍ୟ, ଦିନକର, ପ୍ରଭାକର, ବିକର୍ତ୍ତନ, ଅରୁଣ ଏସବୁ ହେଉଛି ଗୋଟେ ଗୋଟେ ସୂର୍ଯ୍ୟର ପ୍ରତିଶବ୍ଦ ମନେ ରଖିବେ। ତ ରବି ହେଉଛି ପିଲାମାନେ ସୂର୍ଯ୍ୟର ଗୋଟେ ପ୍ରତିଶବ୍ଦ। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା, ଏବେ ଦେଖିବା ଚନ୍ଦ୍ରର ପ୍ରତିଶବ୍ଦ କ'ଣ? ଚନ୍ଦ୍ରର ପ୍ରତିଶବ୍ଦ କ'ଣ? ଅପସନ୍ରେ ଦେଇଛି ଭାନୁ ଦେଇଛି, ବିରେ ଦେଇଛି ଦିନ, ସିରେ ଦେଇଛି ଶଶୀ, ଡିରେ ଦେଇଛି ରବି। ତ ଚନ୍ଦ୍ରର ପ୍ରତିଶବ୍ଦ କ'ଣ ହେବ ପିଲାମାନେ? ମନେ ରଖିବେ ଶଶୀ। ପିଲାମାନେ ଚନ୍ଦ୍ରର ପ୍ରତିଶବ୍ଦ ହେଇଯିବ ଶଶୀ। ତ ଚନ୍ଦ୍ରର ପ୍ରତିଶବ୍ଦ କ'ଣ କ'ଣ ପିଲାମାନେ? କ'ଣ କ'ଣ ଅଛି ମନେ ରଖିବେ? ଚନ୍ଦ୍ରର ପ୍ରତିଶବ୍ଦ ହେଇଗଲା ଶଶୀ, ଇନ୍ଦୁ ଓ ସଧିଶ ମଧ୍ୟ କହିବା ପିଲାମାନେ, ଚନ୍ଦ୍ରବା ମଧ୍ୟ କହିବା, ଜହ୍ନ କହିବା ପିଲାମାନେ, ସୁଧାକର ଏସବୁ ହେଉଛି ଚନ୍ଦ୍ରର ଗୋଟେ ଗୋଟେ ପ୍ରତିଶବ୍ଦ ମନେ ରଖିବେ। ତ ନେକ୍ସଟ ଦେଖିବା, ଏବେ ଦେଖିବା ଜଳର ପ୍ରତିଶବ୍ଦ କ'ଣ? ଜଳର ପ୍ରତିଶବ୍ଦ କ'ଣ? ଅଗ୍ନି ନା ନୀର ନା ବାୟୁ ନା ଆକାଶ? ରାଇଟ୍ ଆନ୍ସର୍ କେଉଁଟା ହେବ ପିଲାମାନେ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ନୀର। ପିଲାମାନେ ଜଳର ପ୍ରତିଶବ୍ଦ ହେଇଗଲା ନୀର। ଆଉ କ'ଣ କ'ଣ ଅଛି ପିଲାମାନେ ଜଳର ପ୍ରତିଶବ୍ଦ? ପାଣି ମଧ୍ୟ କହିବା, ଅମ୍ବୁ, ପୟ, ତୟ, ବାରି, ସଳିଳ, ଜୀବନ, ଉଦକ ଏସବୁ ହେଉଛି ପିଲାମାନେ ଜଳର ଗୋଟେ ଗୋଟେ ପ୍ରତିଶବ୍ଦ ମନେ ରଖିବେ। ତ ତା ଭିତରୁ ହେଇଗଲା ଗୋଟେ ନୀର ହେଉଛି ଗୋଟେ ଜଳର ପ୍ରତିଶବ୍ଦ। ତ ନେକ୍ସଟ ଦେଖିବା, ଏବେ ଦେଖିବା ପୃଥିବୀର ପ୍ରତିଶବ୍ଦ କ'ଣ ପିଲାମାନେ? ନଭ ଦେଇଛି, ଧରା ଦେଇଛି, ଜଳ ଦେଇଛି, ଅଗ୍ନି ଦେଇଛି। ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ଧରା। ପିଲାମାନେ ପୃଥିବୀର ପ୍ରତିଶବ୍ଦ ହେଇଗଲା ପିଲାମାନେ ଧରା ମନେ ରଖିବେ। ଆଉ କ'ଣ କ'ଣ ଅଛି ପୃଥିବୀର ପ୍ରତିଶବ୍ଦ? ଧରା ହେଇଗଲା ଅଚଳା, ଅବନୀ, କ୍ଷିତି, ଧରଣୀ, ବସୁମାତା, ବିଶ୍ୱମ୍ବରା ଏସବୁ ହେଉଛି ଗୋଟେ ଗୋଟେ ପୃଥିବୀର ଗୋଟେ ଗୋଟେ ପ୍ରତିଶବ୍ଦ ମନେ ରଖିବେ। ତ ନେକ୍ସଟ ଦେଖିବା, ଏବେ ଦେଖିବା ଆକାଶର ପ୍ରତିଶବ୍ଦ। ଆକାଶର ପ୍ରତିଶବ୍ଦ କ'ଣ? ପବନ ନା ନଭ ନା ଧରତୀ ନା ଜଳ? ପିଲାମାନେ ଆକାଶର କ'ଣ ହେବ ମନେ ରଖିବେ? ନଭ। ପିଲାମାନେ ଆକାଶର ପ୍ରତିଶବ୍ଦ ହେଇଗଲା ନଭ ମନେ ରଖିବେ। ଆଉ କ'ଣ କ'ଣ ଅଛି ଆକାଶର ପ୍ରତିଶବ୍ଦ? ଅଭ୍ର ମଧ୍ୟ କହିବା ପିଲାମାନେ, ଅମ୍ଭର, ଅନ୍ତରିକ୍ଷ କହିବା, ଗଗନ କହିବା, ବିଷ୍ଣୁ ପଦ ମଧ୍ୟ କହିବା ମନେ ରଖିବେ। ତ ସେ ଭିତରୁ ହେଇଗଲା ଗୋଟେ ଆକାଶର ପ୍ରତିଶବ୍ଦ ହେଇଗଲା ନଭ ମନେ ରଖିବେ। ତ ନେକ୍ସଟ ଦେଖିବା, ଏବେ ଦେଖିବା ବନର ପ୍ରତିଶବ୍ଦ କ'ଣ ପିଲାମାନେ? ବନର ପ୍ରତିଶବ୍ଦ କ'ଣ? ନଗର ନା ଗ୍ରାମ ନା ଅରଣ୍ୟ ନା ଘର? ପିଲାମାନେ କ'ଣ ହେବ ମନେ ରଖିବେ? ଅରଣ୍ୟ। ପିଲାମାନେ ବନର ପ୍ରତିଶବ୍ଦ ହେଇଗଲା ଅରଣ୍ୟ, ଜଙ୍ଗଲ ମଧ୍ୟ କହିବା, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଏବେ ଦେଖିବା ରାଜାର ପ୍ରତିଶବ୍ଦ କ'ଣ ପିଲାମାନେ? ରାଜାର ପ୍ରତିଶବ୍ଦ କ'ଣ? ସେବକ ନା ନରେଶ ନା ମନ୍ତ୍ରୀ ନା ଦୂତ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, ନରେଶ। ପିଲାମାନେ ରାଜାର ପ୍ରତିଶବ୍ଦ ହେଇଗଲା ନରେଶ। ତ ନେକ୍ସଟ ଦେଖିବା, ମିତ୍ରର ପ୍ରତିଶବ୍ଦ କ'ଣ? ମିତ୍ରର ପ୍ରତିଶବ୍ଦ କ'ଣ?
ଶତ୍ରୁ ନା ସଖା ନା ବୈରୀ ନା ଦୁଶ୍ମନ ପିଲାମାନେ। ମିତ୍ରର କ'ଣ ହେବ? ମିତ୍ରର ପ୍ରତିଶବ୍ଦ ହେଇଗଲା ସଖା ପିଲାମାନେ। ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା, ଏବେ ଦେଖିବା ଶତ୍ରୁର ପ୍ରତିଶବ୍ଦ କ'ଣ ହେବ? ଶତ୍ରୁର ପ୍ରତିଶବ୍ଦ କ'ଣ? ମିତ୍ର ନା ସଖା ନା ବୈରୀ ନା ଭାଇ ପିଲାମାନେ। କ'ଣ ହେବ ମନେ ରଖିବେ? ବୈରୀ ପିଲାମାନେ। ଶତ୍ରୁର ପ୍ରତିଶବ୍ଦ ହେଇଗଲା ବୈରୀ। ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ନଦୀର ପ୍ରତିଶବ୍ଦ କ'ଣ ପିଲାମାନେ? ନଦୀର ପ୍ରତିଶବ୍ଦ କ'ଣ? ସମୁଦ୍ର ନା ସରିତା ନା ପୋଖରୀ ନା କୁଆ। ନଦୀର କ'ଣ ହେବ ମନେ ରଖିବେ? ସରିତ ହେବ ପିଲାମାନେ। ନଦୀର ପ୍ରତିଶବ୍ଦ ହେଇଗଲା ସରିତ। ଆଉ କ'ଣ କ'ଣ ଅଛି ନଦୀର ପ୍ରତିଶବ୍ଦ? ସରିତ ହେଇଗଲା, ତଟିନୀ, ତରଙ୍ଗିଣୀ, ନଈ, ନିମ୍ନଗା, ସ୍ରୋତସ୍ୱିନୀ, ଏସବୁ ହେଉଛି ଗୋଟେ ଗୋଟେ ନଦୀର ପ୍ରତିଶବ୍ଦ। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ସମୁଦ୍ରର ପ୍ରତିଶବ୍ଦ କ'ଣ ପିଲାମାନେ? ସମୁଦ୍ରର ପ୍ରତିଶବ୍ଦ କ'ଣ? ନଦୀ ନା ଜଳାଶୟ ନା ସାଗର ନା କୁଆ। କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି। ସମୁଦ୍ରର ପ୍ରତିଶବ୍ଦ ହେଇଗଲା ସାଗର। ଆଉ କ'ଣ କ'ଣ ଅଛି ସମୁଦ୍ରର ପ୍ରତିଶବ୍ଦ? ସାଗର ହେଇଗଲା ପିଲାମାନେ, ବାରିଧି, ଅମ୍ବୁଧି, ପୟଧି, ରତ୍ନାକର, ଜଳଧି, ସିନ୍ଧୁ, ଏସବୁ ହେଉଛି ଗୋଟେ ଗୋଟେ ସମୁଦ୍ରର ପ୍ରତିଶବ୍ଦ, ମନେ ରଖିବେ। ତ ନେକ୍ସଟ ଦେଖିବା, ଏବେ ଦେଖିବା ଘରର ପ୍ରତିଶବ୍ଦ କ'ଣ ହେବ? ଘରର ପ୍ରତିଶବ୍ଦ କ'ଣ ପିଲାମାନେ? ବନ ନା ବିଦ୍ୟାଳୟ ନା ଭବନ ନା ନଗର। କ'ଣ ହେବ ମନେ ରଖିବେ? ଭବନ ପିଲାମାନେ। ଘରର ପ୍ରତିଶବ୍ଦ ହେଇଗଲା ଭବନ। ଆଉ କ'ଣ କ'ଣ ଅଛି ଘରର ପ୍ରତିଶବ୍ଦ? ଭବନ ହେଇଗଲା ପିଲାମାନେ, ଆଗାର, ଆଳୟ, ନିବାସ, ନିକେତନ, ଆକେତନ, ନିଳୟ, ସଦନ, ଏସବୁ ହେଉଛି ଘରର ଗୋଟେ ଗୋଟେ ପ୍ରତିଶବ୍ଦ। ତ ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ବାଳକର ପ୍ରତିଶବ୍ଦ କ'ଣ ପିଲାମାନେ? ବାଳକର ପ୍ରତିଶବ୍ଦ କ'ଣ ହେବ? ବୃଦ୍ଧ ନା ଯୁବକ ନା ଶିଶୁ ନା ପୁରୁଷ। କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି, ଶିଶୁ ପିଲାମାନେ। ବାଳକର ପ୍ରତିଶବ୍ଦ ହେଇଗଲା ଶିଶୁ। ଅପସନ୍ ନମ୍ବର ସି। ଏବେ ଦେଖିବା ନାରୀର ପ୍ରତିଶବ୍ଦ କ'ଣ ହେବ? ନାରୀର ପ୍ରତିଶବ୍ଦ କ'ଣ ପିଲାମାନେ? ପୁରୁଷ ନା ମହିଳା ନା ବାଳକ ନା ଯୁବକ। ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ମହିଳା ପିଲାମାନେ। ନାରୀର ପ୍ରତିଶବ୍ଦ ହେଇଗଲା ମହିଳା। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ବିଦ୍ୟାର ପ୍ରତିଶବ୍ଦ କ'ଣ ପିଲାମାନେ? ବିଦ୍ୟାର ପ୍ରତିଶବ୍ଦ କ'ଣ ହେବ? ଧନ ନା ଶକ୍ତି ନା ଜ୍ଞାନ ନା ବୁଦ୍ଧି। କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି, ବିଦ୍ୟାର ପ୍ରତିଶବ୍ଦ ହେଇଯିବ ପିଲାମାନେ ଜ୍ଞାନ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଏବେ ଦେଖିବା ଅଗ୍ନିର ପ୍ରତିଶବ୍ଦ କ'ଣ ହେବ? ଅଗ୍ନିର ପ୍ରତିଶବ୍ଦ କ'ଣ ହେବ? ଜଳ ନା ପାବକ ନା ବାୟୁ ନା ପୃଥିବୀ। କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ପାବକ ପିଲାମାନେ। ଅଗ୍ନିର ପ୍ରତିଶବ୍ଦ ହେଇଗଲା ପାବକ। ଆଉ କ'ଣ କ'ଣ କୁହାଯାଏ ପିଲାମାନେ ଅଗ୍ନିର ପ୍ରତିଶବ୍ଦ? ପାବକ ହେଇଗଲା ପିଲାମାନେ, ଅନଳ ମଧ୍ୟ କହିବା, ନିଆଁ କହିବା, ବହ୍ନି କହିବା ପିଲାମାନେ, ବିଶ୍ୱାନର ମଧ୍ୟ କହିବା, ହୁତାସନ ମଧ୍ୟ କହିବା, ଏସବୁ ହେଉଛି ଗୋଟେ ଗୋଟେ ଅଗ୍ନିର ପ୍ରତିଶବ୍ଦ। ତ ନେକ୍ସଟ ଦେଖିବା, ଏବେ ଦେଖିବା ବାୟୁର ପ୍ରତିଶବ୍ଦ କ'ଣ ହେବ? ବାୟୁର ପ୍ରତିଶବ୍ଦ କ'ଣ ହେବ? ପବନ ନା ଜଳ ନା ଅଗ୍ନି ନା ଆକାଶ। କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ, ପବନ ପିଲାମାନେ। ବାୟୁର ପ୍ରତିଶବ୍ଦ ହେଇଗଲା ପବନ। ପବନ, ଅନିଳ, ଗନ୍ଧବହ, ପବମାନ, ପ୍ରଭଞ୍ଜନ, ମୃତ, ଏସବୁ ହେଉଛି ବାୟୁର ଗୋଟେ ଗୋଟେ ପ୍ରତିଶବ୍ଦ। ତ ନେକ୍ସଟ ଦେଖିବା, ଦିନର ପ୍ରତିଶବ୍ଦ କ'ଣ? ଦିନର ପ୍ରତିଶବ୍ଦ କ'ଣ? ରାତି ନା ପ୍ରଭାତ ନା ନିଶା ନା ସନ୍ଧ୍ୟା। କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି ପିଲାମାନେ, ନିଶା ପିଲାମାନେ। ଦିନର ପ୍ରତିଶବ୍ଦ ହେଇଗଲା ପିଲାମାନେ ପ୍ରଭାତ ପିଲାମାନେ, ପ୍ରଭାତ। ଦିନର ପ୍ରତିଶବ୍ଦ ହେଇଗଲା ପ୍ରଭାତ। ଆଉ କ'ଣ କ'ଣ ଅଛି ଦିନର ପ୍ରତିଶବ୍ଦ? ପ୍ରଭାତ, ଦିବସ ମଧ୍ୟ କହିବା, ବାସର କହିବା, ଅହ କହିବା, ମନେ ରଖିବେ, ଏସବୁ ହେଉଛି ଗୋଟେ ଗୋଟେ ଦିନର ପ୍ରତିଶବ୍ଦ। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ରାତିର ପ୍ରତିଶବ୍ଦ କ'ଣ? ରାତିର ପ୍ରତିଶବ୍ଦ କ'ଣ ହେବ? ଦିନ ନା ପ୍ରଭାତ ନା ନିଶା ନା ସକାଳ। ରାତିର ହେଇଯିବ ପିଲାମାନେ ନିଶା ପିଲାମାନେ, ନିଶା, ମନେ ରଖିବେ। ରାତିର ପ୍ରତିଶବ୍ଦ ହେଇଯିବ ନିଶା।
ଆଉ କ'ଣ କ'ଣ ଅଛି ରାତିର ପ୍ରତିଶବ୍ଦ? ଜାମିନୀ ମଧ୍ୟ କହିବା, ରଜନୀ କହିବା, ସର୍ବରୀ କହିବା ପିଲାମାନେ, ବିଭାବରୀ କହିବା, ନିଶିଥିନୀ କହିବା, ଏସବୁ ହେଉଛି ଗୋଟେ ଗୋଟେ ରାତିର ପ୍ରତିଶବ୍ଦ। ତ ନେକ୍ସଟ ଦେଖିବା ଚାଷୀର ପ୍ରତିଶବ୍ଦ କ'ଣ? ଚାଷୀର ପ୍ରତିଶବ୍ଦ କ'ଣ ହେବ ପିଲାମାନେ? କ'ଣ ହେବ ମନେ ରଖିବେ? କୃଷକ ପିଲାମାନେ। ଚାଷୀର ପ୍ରତିଶବ୍ଦ ହେଇଯିବ କୃଷକ। ତ ଏଇଟା ହେଇଗଲା ଆପଣଙ୍କର ପ୍ରତିଶବ୍ଦ। ଏବେ ଦେଖିବା ପିଲାମାନେ ବିପରୀତ ଶବ୍ଦ ଦେଖିବା ଏବେ। ତ ଦେଖନ୍ତୁ ଦିନର ବିପରୀତ ଶବ୍ଦ କ'ଣ ପିଲାମାନେ? ଦିନର ବିପରୀତ ଶବ୍ଦ କ'ଣ? ସନ୍ଧ୍ୟା ନା ରାତି ନା ପ୍ରଭାତ ନା ସକାଳ? କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ପିଲାମାନେ, ରାତି ପିଲାମାନେ। ଦିନର ବିପରୀତ ଶବ୍ଦ ହେଇଯିବ ରାତି, ମନେ ରଖିବେ। ତ ନେକ୍ସଟ ଦେଖିବା ଭଲର ବିପରୀତ ଶବ୍ଦ କ'ଣ? ଭଲର ବିପରୀତ ଶବ୍ଦ କ'ଣ? ସୁନ୍ଦର ନା ମନୋହର ନା ଖରାପ ନା ମିଠା? କ'ଣ ହେବ ମନେ ରଖିବେ? ଖରାପ ପିଲାମାନେ। ଭଲର ବିପରୀତ ଶବ୍ଦ ହେଇଯିବ ଖରାପ। ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା ଛୋଟର ବିପରୀତ ଶବ୍ଦ କ'ଣ? ଲମ୍ବା ନା ବଡ଼ ନା ମୋଟା ନା ଚଉଡ଼ା? କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ବଡ଼ ପିଲାମାନେ। ତ ନେକ୍ସଟ ଦେଖିବା ଆଲୋକର ବିପରୀତ ଶବ୍ଦ କ'ଣ? ଆଲୋକର ବିପରୀତ ଶବ୍ଦ କ'ଣ? ଛାୟା ନା ଧୂପ ନା ଅନ୍ଧାର ନା ଦୀପ? କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର। ଆଲୋକର ବିପରୀତ ଶବ୍ଦ ହେଇଯିବ ଅନ୍ଧାର। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ସତ୍ୟର ବିପରୀତ ଶବ୍ଦ କ'ଣ? ସତ୍ୟର ବିପରୀତ ଶବ୍ଦ କ'ଣ? କଥା ନା ମିଥ୍ୟା ନା ବାଣୀ ନା ଭାଷା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର, ମିଥ୍ୟା ପିଲାମାନେ। ତ ନେକ୍ସଟ ଦେଖିବା ଧନୀର ବିପରୀତ ଶବ୍ଦ କ'ଣ? ଧନୀର ବିପରୀତ ଶବ୍ଦ କ'ଣ? ଗରିବ ନା ଧନ ନା ଦାତା ନା ରାଜା? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ, ଗରିବ ପିଲାମାନେ। ଧନୀର ବିପରୀତ ଶବ୍ଦ ହେଇଯିବ ଗରିବ। ତ ନେକ୍ସଟ ଦେଖିବା ଉପରର ବିପରୀତ ଶବ୍ଦ କ'ଣ? ପାଖ ନା ତଳ ନା ଆଗ ନା ପଛ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ତଳ ପିଲାମାନେ। ଉପରର ବିପରୀତ ଶବ୍ଦ ହେଇଯିବ ତଳ। ତ ନେକ୍ସଟ ଦେଖିବା ଶୀତର ବିପରୀତ ଶବ୍ଦ କ'ଣ? ଶୀତର କ'ଣ ହେବ? ଗରମ ନା ଢିଲା ନା ଥଣ୍ଡା ନା ବାତାସ? ଶୀତର ହେଇଯିବ ପିଲାମାନେ ଗରମ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ନୂଆର ବିପରୀତ ଶବ୍ଦ କ'ଣ? ପୁରୁଣା ନା ତାଜା ନା ସୁନ୍ଦର ନା ମଜବୁତ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ, ପୁରୁଣା ପିଲାମାନେ। ନୂଆର ବିପରୀତ ଶବ୍ଦ ହେଇଯିବ ପୁରୁଣା। ତ ନେକ୍ସଟ ଦେଖିବା ସୁଖର ବିପରୀତ ଶବ୍ଦ କ'ଣ? ସୁଖର ବିପରୀତ ଶବ୍ଦ କ'ଣ? ଆନନ୍ଦ ନା ହସ ନା ଦୁଃଖ ନା ମଜା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି, ଦୁଃଖ ପିଲାମାନେ। ସୁଖର ବିପରୀତ ଶବ୍ଦ ହେଇଯିବ ଦୁଃଖ। ତ ନେକ୍ସଟ ଦେଖିବା ଦୂରର ବିପରୀତ ଶବ୍ଦ କ'ଣ? ଦୂରର ବିପରୀତ ଶବ୍ଦ କ'ଣ? ନିକଟ ନା ଆଗ ନା ପଛ ନା ତଳ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ, ନିକଟ ପିଲାମାନେ। ଦୂରର ବିପରୀତ ଶବ୍ଦ ହେଇଯିବ ନିକଟ। ତ ନେକ୍ସଟ ଦେଖିବା ଜିତର ବିପରୀତ ଶବ୍ଦ କ'ଣ ହେବ? ଖେଳ ନା ପରାଜୟ ନା ଯୁଦ୍ଧ ନା ସାହସ? କ'ଣ ହେବ? ଜିତର ବିପରୀତ ଶବ୍ଦ କ'ଣ ହେବ? ମନେ ରଖିବେ ପରାଜୟ ହେବ ପିଲାମାନେ, ପରାଜୟ। ଅପସନ୍ ନମ୍ବର ପି। ତ ନେକ୍ସଟ ଦେଖିବା ଖୋଲାର ବିପରୀତ ଶବ୍ଦ କ'ଣ? ଭିଜା ନା ବନ୍ଦ ନା ଚଉଡ଼ା ନା ସଫା? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ବନ୍ଦ ପିଲାମାନେ। ଖୋଲାର ବିପରୀତ ଶବ୍ଦ ହେଇଯିବ ବନ୍ଦ। ତ ନେକ୍ସଟ ଦେଖିବା ଆଗର ବିପରୀତ ଶବ୍ଦ କ'ଣ ହେବ? ପଛ ନା ତଳ ନା ଉପର ନା ପାଖ ହେବ? ଆଗର ହେଇଯିବ ପିଲାମାନେ ପଛ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ସହଜର ବିପରୀତ ଶବ୍ଦ କ'ଣ? ସରଳ ନା କଠିନ ନା ଭଲ ନା ତେଜ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, କଠିନ ପିଲାମାନେ। ତ ନେକ୍ସଟ ଦେଖିବା ଶାନ୍ତିର ବିପରୀତ ଶବ୍ଦ କ'ଣ? ଆନନ୍ଦ ନା କୋଳାହଳ ନା ସୁଖ ନା ନୀରବ?
କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, କୋଳାହଳ ହେବ ପିଲାମାନେ। ଶାନ୍ତିର ବିପରୀତ ଶବ୍ଦ ହେଇଯିବ କୋଳାହଳ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଧୀରର ବିପରୀତ ଶବ୍ଦ କ'ଣ? ତେଜ ନା ଶାନ୍ତ ନା ନରମ ନା ମୋଟା? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ଧୀରର ବିପରୀତ ଶବ୍ଦ ହେଇଯିବ ତେଜ। ତ ନେକ୍ସଟ ଦେଖିବା ଖାଲିର ବିପରୀତ ଶବ୍ଦ କ'ଣ ହେବ? ଖାଲିର ହେଇଯିବ ପିଲାମାନେ ଭରା ହେବ ପିଲାମାନେ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଆରମ୍ଭର ବିପରୀତ ଶବ୍ଦ କ'ଣ? ମଧ୍ୟ ନା ଶେଷ ନା ପ୍ରଥମ ନା ଆଗ? ଆରମ୍ଭର ହେଇଯିବ ପିଲାମାନେ ଶେଷ ହେବ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା ଜୀବନର ବିପରୀତ ଶବ୍ଦ କ'ଣ ହେବ? ଜୀବନର ହେଇଯିବ ପିଲାମାନେ ମୃତ୍ୟୁ ହେବ, ମନେ ରଖିବେ, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଗୋବର ଗଣେଶ এই ରୂଢ଼ିଟି କ'ଣ ଅର୍ଥରେ ବ୍ୟବହୃତ? ଗୋବର ଗଣେଶ এই ରୂଢ଼ିର ଅର୍ଥ କ'ଣ ହେବ ପିଲାମାନେ? କଷ୍ଟସାଧ୍ୟ ନା ଅତି ପ୍ରିୟ ନା ନିର୍ବୋଧ ନା ମୂଲ୍ୟହୀନ ହେବ? କ'ଣ ହେବ ମନେ ରଖିବେ? ଗୋବର ଗଣେଶ এই ରୂଢ଼ିର ଅର୍ଥ ହେଉଛି ପିଲାମାନେ ନିର୍ବୋଧ, ମନେ ରଖିବେ, ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଚଷୁ କୁଟିବା ତାର ଅର୍ଥ କ'ଣ ହେବ? ଚଷୁ କୁଟିବା এই ରୂଢ଼ିର ଅର୍ଥ କ'ଣ ହେବ? ତାର ଅର୍ଥ ହେଉଛି ପିଲାମାନେ ଧାନ କୁଟିବା, ମନେ ରଖିବେ, ଚଷୁ କୁଟିବା ତାର ଅର୍ଥ ହେଉଛି ଧାନ କୁଟିବା, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ରୂଢ଼ିର ସଠିକ୍ ପରିଭାଷା କ'ଣ ପିଲାମାନେ? ରୂଢ଼ିର ସଠିକ୍ ପରିଭାଷା କ'ଣ? ନୂତନ ଶବ୍ଦ ନା ଧ୍ୱନି ବିକାଶ ପ୍ରକ୍ରିୟା ନା କ୍ରିୟାପଦ ନା ସଂଯୁକ୍ତ ଶବ୍ଦ ପିଲାମାନେ? ରୂଢ଼ିର ସଠିକ୍ ପରିଭାଷା କ'ଣ ହେବ? କ'ଣ ମନେ ରଖିବେ? ଧ୍ୱନିର ବିକାଶ ପ୍ରକ୍ରିୟା। ରୂଢ଼ିର ସଠିକ୍ ପରିଭାଷା ହେଉଛି ଧ୍ୱନି ବିକାଶ ପ୍ରକ୍ରିୟା, ଅପସନ୍ ନମ୍ବର ବି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ରୂଢ଼ି ପଦ ପ୍ରୟୋଗ କେଉଁଠାରେ ହୁଏ ପିଲାମାନେ? ରୂଢ଼ି ପଦ ପ୍ରୟୋଗ କେଉଁଠାରେ ହୋଇଥାଏ? ପଦ୍ୟ ନା ଅର୍ଥ ବିଚ୍ଛିନ୍ନ ନା ନିଜ ଅର୍ଥ ପରିବର୍ତ୍ତିତ ନା ପରିଚୟ? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍, ନିଜ ଅର୍ଥ ପରିବର୍ତ୍ତିତ, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ତାଙ୍କର ଡେସ୍ ନୀତି ତାଙ୍କ ବିଫଳତାର କାରଣ? ହୁଙ୍କା ପିଟା ନା ଉତ୍ତମ ନା ଚାଲବାଜି ନା ବିଚାରହୀନ? କେଉଁଟା ହେବ ରାଇଟ୍ ଆନ୍ସର୍? ଏ ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତାଙ୍କର ହୁଙ୍କା ପିଟା ନୀତି ତାଙ୍କ ବିଫଳତାର କାରଣ, ତ ଅପସନ୍ ନମ୍ବର ଏ ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା ଦୁର୍ଘଟଣାରେ ବାପାଙ୍କୁ ହରାଇବା ପରେ ବି ପିଲାଟି ଡେସ୍ ସମସ୍ତଙ୍କ ଦାୟିତ୍ୱ ସମ୍ପାଦନ କଲା? ରକ୍ତ ଚାଉଳ ହେବ ନା ଆଖି ବୁଜିବା ନା ଆଡ଼ ଆଖି ନା ଛାତିକୁ ପଥର କରିବା? କେଉଁଟା ହେବ ରାଇଟ୍ ଆନ୍ସର୍? ଏ ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଡି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍, ଛାତିକୁ ପଥର କରି, ମନେ ରଖିବେ, ଦୁର୍ଘଟଣାରେ ବାପାଙ୍କୁ ହରାଇବା ପରେ ବି ପିଲାଟି ଛାତିକୁ ପଥର କରି ସମସ୍ତ ଦାୟିତ୍ୱ ସମ୍ପାଦନ କଲା, ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା ଅକାଳ କୁଷ୍ମାଣ୍ଡ ତାର ଅର୍ଥ କ'ଣ ହେବ? ଅଦିନିଆ ବର୍ଷା ନା ନିତାନ୍ତ ଅଯୋଗ୍ୟ ନା ସାହାଯ୍ୟ ନା ଅଳ୍ପ ବୁଦ୍ଧି? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ନିତାନ୍ତ ଅଯୋଗ୍ୟ, ଅକାଳ କୁଷ୍ମାଣ୍ଡ ତାର ଅର୍ଥ ହେଉଛି ନିତାନ୍ତ ଅଯୋଗ୍ୟ। ତ ନେକ୍ସଟ ଦେଖିବା ନିମ୍ନଲିଖିତ ରୂଢ଼ି ମଧ୍ୟରୁ କେଉଁଟି? ତ ଚାରିଟି ଅପସନ୍ ଦେଇଛି, ତ ଏ ଭିତରୁ କେଉଁଟା ଗୋଟେ ରୂଢ଼ି? ଅପସନ୍ରେ ଦେଇଛି ଆଖିରେ ଧୂଳି ଦେବା ନା ପୁସ୍ତକ ପଢ଼ିବା ନା ଘର ପିଛୁ ଯିବା ନା ରେଳରେ ଯାତ୍ରା? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍, ଆଖିରେ ଧୂଳି ଦେବା, ତ ଏଇଟା ଗୋଟେ ରୂଢ଼ି, ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା କୁହୁଡ଼ି ପହଁରିବା ତାର ଅର୍ଥ କ'ଣ ହେବ? ଅସମ୍ଭବ ସମ୍ଭବ ନା ଅଶାନ୍ତି ନା ନିଶ୍ଚିତ ନା ସାଧାରଣ? କୁହୁଡ଼ି ପହଁରିବା ତାର ଅର୍ଥ କ'ଣ ହେବ? ତାର ଅର୍ଥ ହେଉଛି ପିଲାମାନେ ଅସମ୍ଭବ ସମ୍ଭବ, ମନେ ରଖିବେ, ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା ରୂଢ଼ି ପ୍ରୟୋଗର ଉଦାହରଣ କେଉଁଟା ପିଲାମାନେ? ରୂଢ଼ି ପ୍ରୟୋଗର ଏକ୍ଜାମ୍ପଲ୍ କେଉଁଟା? ସୂର୍ଯ୍ୟ ଉଦୟ ନା ମୁଣ୍ଡ ହେବା ନା ଗୋବର ଗଣେଶ ନା ଚନ୍ଦ୍ର ରାତି?
ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି, ଗୋବର ଗଣେଶ ପିଲାମାନେ। ସେଇଟା ମଧ୍ୟ ଗୋଟେ ରୂଢ଼ି, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ବାହାଘର ବେଳେ ବାଇଗଣ ରହିବା। ତ ଏଇଟା ଗୋଟେ କ'ଣ, ରୂଢ଼ି ନା କ'ଣ? ରୂଢ଼ି ନା ସାଧାରଣ ନା ସଂଖ୍ୟା ନା କ୍ରିୟା? ବାହାଘର ବେଳେ ବାଇଗଣ ରହିବା, ଏଇଟା ମଧ୍ୟ ଗୋଟେ ରୂଢ଼ି, ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, କଳାକନା ବୁଲେଇବା, କଳାକନା ବୁଲେଇ ଦେବା ହେଉଛି ଏକ ରୂଢ଼ି ନା ସାଧାରଣ କାହାଣୀ ନା କବିତା ନା ବାକ୍ୟ? କଳାକନା ବୁଲେଇବା, ତ ଏଇଟା ମଧ୍ୟ ଗୋଟେ ରୂଢ଼ି, ତ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ରୂଢ଼ି ପଦର ବିଶେଷତା କ'ଣ ପିଲାମାନେ? ରୂଢ଼ି ପଦର ବିଶେଷତା କ'ଣ? ନିଜ ମୂଳ ଅର୍ଥ ରହେ ନା ଅନ୍ୟ ଅର୍ଥ ପ୍ରଦାନ କରେ ନା ସଂଖ୍ୟା ବୃଦ୍ଧି କରେ ନା ଶବ୍ଦ ଉତ୍ପନ୍ନ କରେ? କୋଉଟା ହେବ ରାଇଟ୍ ଆନ୍ସର୍? ରୂଢ଼ି ପଦର ବିଶେଷତା କ'ଣ ହେବ? କ'ଣ ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ଅନ୍ୟ ଅର୍ଥ ପ୍ରଦାନ କରେ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଗୋଡ଼ ଟେକି ବସିବା। ଗୋଡ଼ ଟେକି ବସିବା, ତ ଏଇଟା ଗୋଟେ କେଉଁ ପ୍ରକାର ରୂଢ଼ି ପିଲାମାନେ? ତୁଳନାତ୍ମକ ନା କ୍ରିୟାଯୁକ୍ତ ରୂଢ଼ି ନା କ୍ରିୟାହୀନ ନା ନାହିଁ? ରାଇଟ୍ ଆନ୍ସର୍ କୋଉଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ଗୋଡ଼ ଟେକି ବସିବା, ତ ଏଇଟା ହେଉଛି ପିଲାମାନେ ଗୋଟେ କ୍ରିୟାଯୁକ୍ତ ରୂଢ଼ି ପିଲାମାନେ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ରୂଢ଼ି ପଦ ପ୍ରୟୋଗ ଅଧିକାଂଶ କେଉଁ ଭାଷାରେ ଦେଖାଯାଏ? ରୂଢ଼ି ପଦ ପ୍ରୟୋଗ ଅଧିକାଂଶ କେଉଁ ଭାଷାରେ ଦେଖାଯାଏ? ଇଂରାଜୀ ନା ହିନ୍ଦୀ ନା ଓଡ଼ିଆ ନା ବଙ୍ଗାଳୀ? ରାଇଟ୍ ଆନ୍ସର୍ କୋଉଟା ହେବ ପିଲାମାନେ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ରୂଢ଼ି ପଦ ପ୍ରୟୋଗ ଅଧିକାଂଶ ଓଡ଼ିଆ ଭାଷାରେ ହିଁ ଦେଖାଯାଏ, ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଉଷୁନା ଧାନ ଗଜା ହେବା, ତାର ଅର୍ଥ କ'ଣ? ଅସମ୍ଭବ ନା ସମ୍ଭବ ନା ସଂଶୟ ନା ସାଧାରଣ? ରାଇଟ୍ ଆନ୍ସର୍ କୋଉଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ, ଅସମ୍ଭବ ପିଲାମାନେ। ଉଷୁନା ଧାନ ଗଜା ହେବା, ତାର ଅର୍ଥ ହେଉଛି ଅସମ୍ଭବ। ତ ନେକ୍ସଟ ଦେଖିବା, ରୂଢ଼ି ପଦ ବେଳେ ଅର୍ଥ ପରିବର୍ତ୍ତନ କ'ଣ ହୁଏ ପିଲାମାନେ? ରୂଢ଼ି ପଦ ବେଳେ ଅର୍ଥ ପରିବର୍ତ୍ତନ କ'ଣ ହୁଏ? ଛାତି ନା ଅଦ୍ଭୁତ ନା ନିଜ ଅର୍ଥ ଛାଡ଼ି ନା ବୃଦ୍ଧି? ରାଇଟ୍ ଆନ୍ସର୍ କୋଉଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି, ନିଜ ଅର୍ଥ ଛାଡ଼ି। ମନେ ରଖିବେ, ରୂଢ଼ି ପଦ ବେଳେ ଅର୍ଥ ପରିବର୍ତ୍ତନ ନିଜ ଅର୍ଥ ଛାଡ଼ି ହୋଇଥାଏ, ତ ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା, କାନରେ ହାତ ଦେବା। ତ ଏହି ବ୍ୟବହାରିତ ଶବ୍ଦ ରୂଢ଼ି କି? ହଁ ନା 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 ଶୁଦ୍ଧ ନା ବିଭାଗ? କାନରେ ହାତ ଦେବା, ତ ଏଇଟା ମଧ୍ୟ ଗୋଟେ ରୂଢ଼ି, ହଁ, ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, କପାଳ ଫାଟିବା। କପାଳ ଫାଟିବା, ତ ଏଇଟା ଗୋଟେ ତୁଳନା ନା ରୂଢ଼ି ନା କବିତା ନା ପଦ୍ୟ ପିଲାମାନେ? କପାଳ ଫାଟିବା, ଏଇଟା ମଧ୍ୟ ଗୋଟେ ରୂଢ଼ି, ମନେ ରଖିବେ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ରୂଢ଼ି ଶବ୍ଦ ପ୍ରୟୋଗ। ରୂଢ଼ି ଶବ୍ଦ ପ୍ରୟୋଗ ଉଦ୍ଦେଶ୍ୟ କ'ଣ ପିଲାମାନେ? ରୂଢ଼ି ଶବ୍ଦ ପ୍ରୟୋଗ ଉଦ୍ଦେଶ୍ୟ କ'ଣ? ଗଦ୍ୟ ଲେଖିବା ନା ଅର୍ଥ ପ୍ରକାଶ ପାଇଁ ନା ସଂଯୋଗ ନା ଶବ୍ଦ ତିଆରି? କ'ଣ ହେବ ରାଇଟ୍ ଆନ୍ସର୍? ଏ ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ଅର୍ଥ ପ୍ରକାଶ ପାଇଁ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ରାମ, ଏଇଟା ଗୋଟେ କେଉଁ ପଦ ପିଲାମାନେ? ବିଶେଷଣ ନା ସର୍ବନାମ ନା ବିଶେଷ୍ୟ ନା କ୍ରିୟା ପିଲାମାନେ? ରାମ ହେଉଛି ପିଲାଙ୍କୁ ଗୋଟେ ବିଶେଷ୍ୟ ପଦ, ମନେ ରଖିବେ, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ସୁନ୍ଦର ଫୁଲ। ତ ସୁନ୍ଦର, ତ ଏଇଟା ଗୋଟେ କେଉଁ ପଦ ପିଲାମାନେ? ସୁନ୍ଦର ଫୁଲ, ତ ସୁନ୍ଦର ଗୋଟେ କେଉଁ ପଦ? ବିଶେଷ୍ୟ ନା ବିଶେଷଣ ନା ସର୍ବନାମ ନା କ୍ରିୟା? କ'ଣ ହେବ? ମନେ ରଖିବେ, ଏଇଟା ହେଉଛି ପିଲାମାନେ ବିଶେଷଣ ପିଲାମାନେ, ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ସେ ଖେଳୁଛି। ସେ ଖେଳୁଛି, ତ ସେ, ତ ଏଇଟା ଗୋଟେ କେଉଁ ପଦ ପିଲାମାନେ? ବିଶେଷ୍ୟ ନା ବିଶେଷଣ ନା ସର୍ବନାମ ନା କ୍ରିୟା? କ'ଣ ମନେ ରଖିବେ, ଏଇଟା ହେଉଛି ପିଲାମାନେ ସର୍ବନାମ, ସର୍ବନାମ ପଦ, ମନେ ରଖିବେ, ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ଗଛ। ଗଛ କେଉଁ ପଦ ପିଲାମାନେ?
ବିଶେଷ୍ୟ ନା ବିଶେଷଣ ନା ସର୍ବନାମ ନା ଅବ୍ୟୟ। ଗଛ ହେଉଛି ପିଲାମାନେ ଗୋଟେ ବିଶେଷ୍ୟ, ମନେ ରଖିବେ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ଭଲ ପିଲାରେ ଭଲ କ'ଣ ପିଲାମାନେ? ଭଲ ପିଲା ତ ଭଲ, ତ ଏଇଟା ଗୋଟେ କେଉଁ ପଦ? ବିଶେଷ୍ୟ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ତ ଏଇଟା ମଧ୍ୟ ଗୋଟେ ବିଶେଷଣ ପଦ, ମନେ ରଖିବେ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ମୁଁ ପଢ଼ୁଛି ମୁଁ, ତ ଏଇଟା ଗୋଟେ କେଉଁ ପଦ ପିଲାମାନେ? ବିଶେଷ୍ୟ ନା ସର୍ବନାମ ନା ବିଶେଷଣ ନା କ୍ରିୟା? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ପିଲାମାନେ, ସର୍ବନାମ ପଦ ପିଲାମାନେ। ମୁଁ, ତ ଏଇଟା ହେଉଛି ପିଲାମାନେ ସର୍ବନାମ। ତ ନେକ୍ସଟ ଦେଖିବା, ନଦୀ କେଉଁ ପଦ ପିଲାମାନେ? ନଦୀ କେଉଁ ପଦ? ବିଶେଷଣ ନା ସର୍ବନାମ ନା ବିଶେଷ୍ୟ ନା କ୍ରିୟା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ଅପସନ୍ ନମ୍ବର ସି ପିଲାମାନେ, ବିଶେଷ୍ୟ ପିଲାମାନେ। ନଦୀ ହେଉଛି ଗୋଟେ ବିଶେଷ୍ୟ ପଦ, ମନେ ରଖିବେ। ତ ନେକ୍ସଟ ଦେଖିବା, ଲମ୍ବା ରାସ୍ତା ତ ଲମ୍ବା, ତ ଏଇଟା ଗୋଟେ କେଉଁ ପଦ? ବିଶେଷ୍ୟ ନା ସର୍ବନାମ ନା ବିଶେଷଣ ନା କ୍ରିୟା ପଦ? ଲମ୍ବା ହେଉଛି ପିଲାମାନେ ଗୋଟେ ବିଶେଷଣ ପଦ। ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ସେମାନେ ଆସିଲେ ତ ସେମାନେ, ତ ଏଇଟା ଗୋଟେ କେଉଁ ପଦ? ବିଶେଷ୍ୟ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ମନେ ରଖିବେ, ଏଇଟା ମଧ୍ୟ ଗୋଟେ ସର୍ବନାମ ପଦ। ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ପୁସ୍ତକ କେଉଁ ପଦ ପିଲାମାନେ? ପୁସ୍ତକ କେଉଁ ପଦ? ପୁସ୍ତକ ହେଉଛି ପିଲାମାନେ ଗୋଟେ ବିଶେଷ ପଦ, ମନେ ରଖିବେ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ଧଳା କପଡ଼ା ତ ଧଳା, ତ ଏଇଟା ଗୋଟେ କେଉଁ ପଦ? ବିଶେଷ୍ୟ ନା ବିଶେଷଣ ନା ସର୍ବନାମ କ୍ରିୟା? ଧଳା ହେଉଛି ପିଲାମାନେ ବିଶେଷଣ ପଦ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ଆମେ ଯିବୁ ତ ଆମେ କେଉଁ ପଦ? ବିଶେଷ୍ୟ ନା ସର୍ବନାମ ନା ବିଶେଷଣ ନା କ୍ରିୟା? ମନେ ରଖିବେ, ସର୍ବନାମ ପଦ ପିଲାମାନେ। ଆମେ ହେଉଛି ଗୋଟେ ସର୍ବନାମ ପିଲା। ତ ନେକ୍ସଟ ଦେଖିବା, ପିଲା କେଉଁ ପଦ ପିଲାମାନେ? ପିଲା କେଉଁ ପଦ? ପିଲା ହେଉଛି ପିଲାମାନେ ବିଶେଷ୍ୟ ପଦ। ତ ନେକ୍ସଟ ଦେଖିବା, ଛୋଟ ଘର ତ ଛୋଟ, ତ ଏଇଟା ଗୋଟେ କେଉଁ ପଦ ପିଲାମାନେ? ବିଶେଷ ନା ବିଶେଷଣ ନା ସର୍ବନାମ ଅବ୍ୟୟ ପଦ? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ବିଶେଷଣ ପଦ ପିଲାମାନେ। ତ ନେକ୍ସଟ ଦେଖିବା, ତୁମେ କେଉଁଠି ତ ତୁମେ, ତ ଏଇଟା ଗୋଟେ କେଉଁ ପଦ? ସର୍ବନାମ ନା ସର୍ବନାମ ପଦ ପିଲାମାନେ। ତ ନେକ୍ସଟ ଦେଖିବା, ସୂର୍ଯ୍ୟ କେଉଁ ପଦ ପିଲାମାନେ? ସୂର୍ଯ୍ୟ କେଉଁ ପଦ? କେଉଁ ପଦ? ମନେ ରଖିବେ, ବିଶେଷ ପଦ ପିଲାମାନେ। ସୂର୍ଯ୍ୟ ହେଉଛି ଗୋଟେ ବିଶେଷ ପଦ। ମିଠା ଆମ୍ବ ତ ମିଠା କ'ଣ ପିଲାମାନେ? କେଉଁ ପଦ ହେବ? ମିଠା ହେଉଛି ପିଲାମାନେ ଗୋଟେ ବିଶେଷଣ ପଦ ହେବ, ମନେ ରଖିବେ। ତ ନେକ୍ସଟ ଦେଖିବା, ଏହା ମୋର ତ ଏହା, ତ ଏଇଟା ଗୋଟେ କେଉଁ ପଦ ପିଲାମାନେ? ଏହା, ଏହା ହେଉଛି ଗୋଟେ ସର୍ବନାମ ପଦ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ତ ଗାଈ ତ ଏଇଟା ଗୋଟେ କେଉଁ ପଦ ପିଲାମାନେ? ବିଶେଷଣ ନା ସର୍ବନାମ ନା ବିଶେଷ ନା କ୍ରିୟା ପିଲାମାନେ? କେଉଁ ପଦ? ମନେ ରଖିବେ, ଏଇଟା ମଧ୍ୟ ଗୋଟେ ବିଶେଷ ପଦ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ତୀବ୍ର ବାତାସ ତ ତୀବ୍ର କେଉଁ ପଦ ପିଲାମାନେ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ବିଶେଷଣ ପଦ ପିଲାମାନେ। ମୋତେ ଡାକ ତ ମୋତେ, ତ ଏଇଟା ଗୋଟେ କେଉଁ ପଦ ପିଲାମାନେ? ବିଶେଷ ନା ବିଶେଷଣ ନା ସର୍ବନାମ କ୍ରିୟା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି, ସର୍ବନାମ ପଦ ପିଲାମାନେ। ମୋତେ ହେଉଛି ପିଲାମାନେ ଗୋଟେ ସର୍ବନାମ ପଦ। ତ ନେକ୍ସଟ ଦେଖିବା, ଶିକ୍ଷକ କେଉଁ ପଦ ପିଲାମାନେ? ବିଶେଷ ନା ସର୍ବନାମ ନା ବିଶେଷଣ ନା ଅବ୍ୟୟ? ଶିକ୍ଷକ କେଉଁ ପଦ? ମନେ ରଖିବେ, ବିଶେଷ ପଦ ପିଲାମାନେ। ତ ନେକ୍ସଟ ଦେଖିବା, ଭାରି ବର୍ଷା ତ ଭାରି, ତ ଏଇଟା ଗୋଟେ କେଉଁ ପଦ ପିଲାମାନେ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର, ବିଶେଷଣ ପଦ ପିଲାମାନେ। ତ ନେକ୍ସଟ ଦେଖିବା, ଆପଣ କେମିତି ତ ଆପଣ କେଉଁ ପଦ ପିଲାମାନେ? ବିଶେଷ ନା ସର୍ବନାମ ନା ବିଶେଷଣ ଅବ୍ୟୟ? ତ ଆପଣ ମଧ୍ୟ ଗୋଟେ ସର୍ବନାମ ପଦ, ମନେ ରଖିବେ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା, ପାହାଡ଼ କେଉଁ ପଦ ପିଲାମାନେ? ପାହାଡ଼ କେଉଁ ପଦ? ମନେ ରଖିବେ, ଏଇଟା ବିଶେଷ ପଦ ପିଲାମାନେ। ତ ନେକ୍ସଟ ଦେଖିବା, ନୂଆ ଘଡ଼ି ତ ନୂଆ, ତ ଏଇଟା ଗୋଟେ କେଉଁ ପଦ? ମନେ ରଖିବେ, ଏଇଟା ହେଉଛି ବିଶେଷଣ ପଦ ପିଲାମାନେ। ଅପସନ୍ ନମ୍ବର ବି। ତୁମର ବହି ତ ତୁମର କେଉଁ ପଦ ପିଲାମାନେ? ତୁମର ହେଇଯିବ ସର୍ବନାମ ପଦ, ମନେ ରଖିବେ। ତ ନେକ୍ସଟ ଦେଖିବା, ପକ୍ଷୀ କେଉଁ ପଦ? ପକ୍ଷୀ କେଉଁ ପଦ ପିଲାମାନେ? ମନେ ରଖିବେ, ବିଶେଷ ପଦ ପିଲାମାନେ।
ତ ନେକ୍ସଟ ଦେଖିବା ସୁଚିତ୍ର ଚିତ୍ର। ତ ସୁଚିତ୍ର କେଉଁ ପଦ ପିଲାମାନେ? ସୁଚିତ୍ର ମନେ ରଖିବେ ବିଶେଷଣ ପଦ ପିଲାମାନେ। ଏବେ ଦେଖିବା ଲାଷ୍ଟ କ୍ୱେଶ୍ଚନ୍ ପିଲାମାନେ ଆମ ଘର। ତ ଆମ କେଉଁ ପଦ? ଏଇଟା ହେଉଛି ସର୍ବନାମ ପଦ, ମନେ ରଖିବେ। ଥ୍ୟାଙ୍କ ୟୁ ପିଲାମାନେ।